Hello student, welcome back to my Tanushree tutorial plus 3 second semester MDC Economics Entrepreneurship Development Unit 3 ର long question discussion କରିବା। Components of an ideal business plan, market plan। ପ୍ରଥମେ ଆମେ ଓଡ଼ିଆରେ ଡିସ୍କସନ୍ କରିବା, ତାପରେ ଇଂଲିଶରେ ଡିସ୍କସନ୍ କରିବା। ଏକ ଆଦର୍ଶ ବ୍ୟବସାୟ ଯୋଜନାର ଉପାଦାନ ଓ ବଜାର ଯୋଜନା। ଅପୂର୍ଣ୍ଣ ବ୍ୟବସାୟ ଯୋଜନା ହେଲେ ବଜାର ଯୋଜନା ସବୁଠୁ ମୂଳ ଅଂଶ। ଏହା ବ୍ୟବସାୟର ସାର୍ଥକତା ବା ଅସାର୍ଥକତା ନିର୍ଣ୍ଣୟ କରିପାରେ। ଏଥିରେ ବ୍ୟବସାୟ ନିଜ ପ୍ରତିସ୍ପର୍ଧୀ ମଧ୍ୟରେ କିପରି ଠିଆ ହେବାକୁ ଚାହିଁଛି ତାହା ସ୍ପଷ୍ଟ ହୁଏ। ତଳେ ଆଦର୍ଶ ବଜାର ଯୋଜନାର ଉପାଦାନଗୁଡ଼ିକ ଦିଆଯାଇଛି। ବଜାର ଯୋଜନାର ମୁଖ୍ୟ ଉପାଦାନ। ବଜାର ବିଶ୍ଳେଷଣ ମାର୍କେଟ ଆନାଲିସିସ୍। ଲକ୍ଷ୍ୟ ଗ୍ରାହକଙ୍କ ଆବଶ୍ୟକତା, ଆଚରଣ ଓ ଅଭିଭାବ, ଉଦ୍ଭବିତ ଟ୍ରେଣ୍ଡ, ବଜାରର ବୃଦ୍ଧି ଦର ଓ ଦିଗ। ବଜାର ବିଭାଜନ ଓ ଲକ୍ଷ୍ୟ ବଜାର। ଜନସଂଖ୍ୟାତ୍ମକ, ଭୌଗୋଳିକ, ଆଚରଣାତ୍ମକ ବିଭାଜନ। ନିଜ ବ୍ରାଣ୍ଡ କାହା ପାଇଁ? ଏହି ପ୍ରଶ୍ନର ସଠିକ୍ ଉତ୍ତର। ପ୍ରତିସ୍ପର୍ଧୀ ବିଶ୍ଳେଷଣ SWOT ଆନାଲିସିସ୍ ଦ୍ୱାରା ଅନ୍ୟ ବ୍ରାଣ୍ଡ ସହିତ ତୁଳନା। ମୂଲ୍ୟ, ଉତ୍ପାଦଗୁଣ, ଉପଲବ୍ଧତା, ବିକ୍ରି ପରିଚାଳନା ଓ ବିଜ୍ଞାପନ ରଣନୀତି। ବଜାର ରଣନୀତି ମାର୍କେଟିଂ ଷ୍ଟ୍ରାଟେଜି। 4Ps ମୂଳ ଢାଞ୍ଚା, ପ୍ରଡକ୍ଟ, ପ୍ରାଇସ୍, ପ୍ଲେସ୍, ପ୍ରମୋଶନ। ଡିଜିଟାଲ ମାର୍କେଟିଂ ଗ୍ରାହକ ସହିତ ଆନ୍ତରିକତା ବୃଦ୍ଧି କରିବା ଉପାୟ। ବିକ୍ରି ପୂର୍ବାନୁମାନ ସେଲ୍ସ ଫରକାଷ୍ଟ। ବଜାର ଆକାଂକ୍ଷା ଓ ଉତ୍ପାଦ ପ୍ରତି ଆଶା ଭିତ୍ତିରେ ବିକ୍ରି ପ୍ରତିଶ୍ରୁତି। ଟାର୍ଗେଟ ଆଚିଭ୍ କରିବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା। ଏବେ ଆମେ ଇଂଲିଶରେ ଡିସ୍କସନ୍ କରିବା। କମ୍ପୋନେଣ୍ଟସ୍ ଅଫ୍ ଏ ମାର୍କେଟ ପ୍ଲାନ୍ ଇନ୍ ଏ ବିଜନେସ୍ ପ୍ଲାନ୍। କମ୍ପୋନେଣ୍ଟ ଡେସ୍କ୍ରିପସନ୍। ମାର୍କେଟ ଆନାଲିସିସ୍ ବଜାର ବିଶ୍ଳେଷଣ। ଇଭାଲୁଏଟ୍ ଇଣ୍ଡଷ୍ଟ୍ରି ଟ୍ରେଣ୍ଡସ୍, ମାର୍କେଟ ସାଇଜ୍, ଗ୍ରୋଥ୍ ପୋଟେନ୍ସିଆଲ ଏଣ୍ଡ କଷ୍ଟମର ଡିମାଣ୍ଡ। ତାର ଓଡ଼ିଆ ହେଉଛି ଶିଳ୍ପଧାରା, ବଜାର ଆକାର, ଅଭିବୃଦ୍ଧି ସମ୍ଭାବନା ଏବଂ ଗ୍ରାହକ ଚାହିଦା ମୂଲ୍ୟାଙ୍କନ। ଟାର୍ଗେଟ ମାର୍କେଟ ଆଇଡେଣ୍ଟିଫିକେସନ୍ ଲକ୍ଷ୍ୟ ବଜାର ଚିହ୍ନଟ। ଡେଫିନ୍ ସ୍ପେସିଫିକ୍ କଷ୍ଟମର ସେଗମେଣ୍ଟସ୍ ବେସ୍ଡ ଅନ୍ ଡେମୋଗ୍ରାଫିକ୍ ବିହେଭିଅର ଏଣ୍ଡ ନିଡ୍ସ। ତାର ଓଡ଼ିଆ ହେଉଛି ଜନସଂଖ୍ୟା, ଆଚରଣ ଏବଂ ଆବଶ୍ୟକତା ଉପରେ ଆଧାର କରି ନିର୍ଦ୍ଦିଷ୍ଟ ଗ୍ରାହକ ବିଭାଗଗୁଡ଼ିକୁ ପରିଭାଷିତ କରନ୍ତୁ। କଷ୍ଟମର ନିଡ୍ସ ଆସେସମେଣ୍ଟ ଗ୍ରାହକଙ୍କ ଆବଶ୍ୟକତା ମୂଲ୍ୟାଙ୍କନ। ଅଣ୍ଡରଷ୍ଟାଣ୍ଡ ହ୍ୱାଟ୍ ମୋଟିଭେଟ୍ ପରଚେଜ୍ ପ୍ଲାନ୍, ପେନ୍ ପଏଣ୍ଟସ୍ ଏଣ୍ଡ ପ୍ରେଫରେନ୍ସ। ତାର ଓଡ଼ିଆ ହେଉଛି କ୍ରୟ କଷ୍ଟ ବିନ୍ଦୁ ଏବଂ ପସନ୍ଦକୁ କ'ଣ ପ୍ରେରଣା ଦିଏ ତାହା ବୁଝନ୍ତୁ। କମ୍ପିଟିଟର ଆନାଲିସିସ୍ ପ୍ରତିଯୋଗୀ ବିଶ୍ଳେଷଣ। ଷ୍ଟଡି ରିଭାଲ ୟୁଜିଂ ଟୁଲ୍ ଲାଇକ୍ SWOT ଆସେସ୍ ପ୍ରାଇସିଂ ଷ୍ଟ୍ରେଂଥସ୍ ଏଣ୍ଡ ଗ୍ୟାପ୍ସ। ତାର ଓଡ଼ିଆ ହେଉଛି SWOT ଭଳି ଉପକରଣ ବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଅଧ୍ୟୟନ କରନ୍ତୁ, ମୂଲ୍ୟ, ଶକ୍ତି ଏବଂ ବ୍ୟବଧାନ ମୂଲ୍ୟାଙ୍କନ କରନ୍ତୁ। ମାର୍କେଟ ସେଗମେଣ୍ଟସ୍ ଡିଭାଇଡ୍ ଦ ମାର୍କେଟ ଇନଟୁ ମିନିଂଫୁଲ ଗ୍ରୁପ୍ସ ଫର ଟେଲର୍ଡ ଷ୍ଟ୍ରାଟେଜିଜ୍। ତାର ଓଡ଼ିଆ ହେଉଛି ଉପଯୁକ୍ତ ରଣନୀତି ପାଇଁ ବଜାରକୁ ଅର୍ଥପୂର୍ଣ୍ଣ ଗୋଷ୍ଠୀରେ ବିଭକ୍ତ କରନ୍ତୁ। ପୋଜିସନ ଷ୍ଟ୍ରାଟେଜି ଆର୍ଟିକୁଲେଟ୍ ୟୋର ୟୁନିକ୍ ଭେଲ୍ୟୁ ପ୍ରୋପୋଜିସନ୍ ଏଣ୍ଡ ବ୍ରାଣ୍ଡ ଆଇଡେଣ୍ଟିଟି। ତାର ଓଡ଼ିଆ ହେଉଛି ଆପଣଙ୍କ ଅନନ୍ୟ ମୂଲ୍ୟ ପ୍ରସ୍ତାବ ଏବଂ ବ୍ରାଣ୍ଡ ପରିଚୟକୁ ସ୍ପଷ୍ଟ କରନ୍ତୁ। ମାର୍କେଟିଂ ମିକ୍ସ 4Ps ପ୍ରଡକ୍ଟ, ପ୍ରାଇସ୍, ପ୍ଲେସ୍, ପ୍ରମୋଶନ। ୟୋର
ଟାକ୍ଟିକାଲ ଏକ୍ଜିକ୍ୟୁଟିଭ୍ ପ୍ଲାନ୍। ତାର ଓଡ଼ିଆ ହେଉଛି ଉତ୍ପାଦ, ମୂଲ୍ୟ, ସ୍ଥାନ, ପ୍ରଚାର ଆପଣଙ୍କର କୌଶଳଗତ କାର୍ଯ୍ୟକାରୀ ଯୋଜନା। ସେଲ୍ସ ଷ୍ଟ୍ରାଟେଜି ବିକ୍ରୟ ରଣନୀତି। ଆଉଟଲାଇନ୍ ମେଥଡ୍ସ ଟୁ ରିଚ୍ କଷ୍ଟମର, କନଭର୍ଟ ଲିଡ୍ସ ଏଣ୍ଡ ହିଟ୍ ଟାର୍ଗେଟ୍ସ। ତାର ଓଡ଼ିଆ ହେଉଛି ଗ୍ରାହକମାନଙ୍କ ପାଖରେ ପହଞ୍ଚିବା, ଲିଷ୍ଟକୁ ପରିବର୍ତ୍ତନ କରିବା ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ପଦ୍ଧତିଗୁଡ଼ିକର ରୂପରେଖ। ପ୍ରମୋଶନାଲ ପ୍ଲାନ୍ ପ୍ରୋତ୍ସାହନ ଯୋଜନା। ଡେସ୍କ୍ରାଇବ୍ ଆଡଭାର୍ଟାଇଜିଂ, ପବ୍ଲିକ୍ ରିଲେସନ୍, ସୋସିଆଲ ମିଡିଆ ଏଣ୍ଡ ଇନଫ୍ଲୁଏନ୍ସର ଆଉଟରିଚ୍। ତାର ଓଡ଼ିଆ ହେଉଛି ବିଜ୍ଞାପନ, ଜନସମ୍ପର୍କ, ସାମାଜିକ ଗଣମାଧ୍ୟମ ଏବଂ ପ୍ରଭାବଶାଳୀ ଲୋକଙ୍କ ଯୋଗାଯୋଗ ବିଷୟରେ ବର୍ଣ୍ଣନା କରନ୍ତୁ। ଡିଷ୍ଟ୍ରିବ୍ୟୁସନ୍ ଷ୍ଟ୍ରାଟେଜି ବଣ୍ଟନ ରଣନୀତି। ଏକ୍ସପ୍ଲେନ୍ ହାଉ ଦ ପ୍ରଡକ୍ଟ ସର୍ଭିସ ୱିଲ୍ ରିଚ୍ ଦ କଷ୍ଟମର ଇଫେକ୍ଟିଭଲି। ତାର ଓଡ଼ିଆ ହେଉଛି ଉତ୍ପାଦ, ସେବା କିପରି ପ୍ରଭାବଶାଳୀ ଭାବରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ତାହା ବ୍ୟାଖ୍ୟା କରନ୍ତୁ। କଷ୍ଟମର ରିଲେସନସିପ୍ ମ୍ୟାନେଜମେଣ୍ଟ ଗ୍ରାହକ ସମ୍ପର୍କ ପରିଚାଳନା। ଷ୍ଟ୍ରାଟେଜି ଫର ରିଟେନସନ୍, ଲୟାଲ୍ଟି, ଫିଡବ୍ୟାକ୍ ଏଣ୍ଡ ଲଙ୍ଗ୍ ଟର୍ମ ଏଙ୍ଗେଜମେଣ୍ଟ। ତାର ଓଡ଼ିଆ ହେଉଛି ସଂରକ୍ଷଣ, ବିଶ୍ୱସ୍ତତା, ମତାମତ ଏବଂ ଦୀର୍ଘକାଳୀନ ସମ୍ପର୍କ ପାଇଁ ରଣନୀତି।